ସମସ୍ତଙ୍କୁ ନମସ୍କାର। ତ ମୋର ନାଁ ହଉଛି ଦୀପକ କୁମାର ପଲ୍ଲୀ। ମୁଁ ଏବେ ଗୋଟେ ଏନଜିଓ ରେ ଏମଏସ୍ ମ୍ୟାନେଜର ଭାବରେ କାମ କରୁଛି। ଆଉ ଆମ ଘର ହଉଛି ଯାଜପୁର ଡିଷ୍ଟ୍ରିକ୍ଟ ର ଦାନଗଦି ବ୍ଲକ ରେ। ତ ମୁଁ ଏ ଏଞ୍ଜେଲ ଥେରାପି ମୁଁ ଏମିତି ଫେସବୁକ୍ ଚଲାଉଥିବା ବେଳେ ଦେଖିବାକୁ ପାଇଲି। ଯେତେବେଳେ ଦେଖିଲି ମନକୁ କିଛି ଆସିଲା, ଏତେ ଜିନିଷ ଆମେ କଲେଣି, ଏତେ ଷ୍ଟ୍ରେସ୍ ଭିତରେ ରହୁଛନ୍ତି, ଏ ଏଞ୍ଜେଲ ଥେରାପିକୁ ଆମେ ଟିକେ ଦେଖିବା ଆମର କିଛି ପରିବର୍ତ୍ତନ ହବ କି। ତ ଯେତେବେଳେ ଦେଖିଲି ସାର୍ଙ୍କର ଗୋଟେ ଫ୍ରି ୱେବିନାର ଥିଲା, ମୁଁ ସେ ଫ୍ରି ୱେବିନାର ଆଟେଣ୍ଡ କଲା ପରେ ମନକୁ ଆସିଲା ଏଠି ଜଏନ କଲେ କିଛି ଗୋଟେ ସମସ୍ୟା ଯୋଉ ଅଛି ଆମର, ସେ ସମସ୍ୟାର ସମାଧାନ କିଛି ହେଇପାରିବ। ଏଇ କୋର୍ସ ଆଟେଣ୍ଡ କରିବା ପୂର୍ବରୁ ମୋର ବହୁତ କିଛି ପ୍ରୋବ୍ଲେମ ଥିଲା, ଯେମିତି କି ମୋ ଦରମାଠୁ ମୋର ଇଏମଆଇ ବହୁତ ଅଧିକ ଥିଲା। ତ ଏମିତି ମୁଁ କଲି, ସବୁଆଡେ ଟ୍ରାଏ କଲି, ସେ ଯୋଉ ଇଏମଆଇ ଦବା ପାଇଁ ପର୍ସନାଲ ଲୋନ ପାଇଁ ଆପ୍ଲାଏ କଲି, କୋଉଠି ବି ହେଇପାରିଲାନି। ବହୁତ କିଛି ଟ୍ରାଏ କଲି, କିଛି ସମାଧାନ ପାଇଲିନି। ତାପରେ ଏମିତି ବହୁତ ମାନସିକରେ ରହିଲି, ତ କେମିତି ଇଏମଆଇ ଦେବି, କେମିତି ଯୋଉ ଲୋନ କରିଛି ଲୋନ ସୁଝିବି, ଏମିତି ବହୁତ ବି ମେଡିକାଲ ପ୍ରୋବ୍ଲେମ ବି ମୋର ଅଛି। ତ ମୁଁ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲି, ମୋ ମାଇଣ୍ଡ ସବୁବେଳେ ଅସ୍ଥିର ରହିଥିଲା, କଣ କରିବି କଣ ନାହିଁ କିଛି ମୁଁ ବୁଝିପାରୁନଥିଲି। ଯେତେବେଳେ ଏଇଟା ଦେଖିଲି ଆଉ ସାରଙ୍କ ୱେବିନାର ଆଟେଣ୍ଡ କଲି, ତାପରେ କୋର୍ସ କଲି। ଏ କୋର୍ସ କଲା ପରେ ମନ ଭିତରେ ପରିବର୍ତ୍ତନ ବହୁତ ଆସିଲା। ଯୋଉ ମନଟା ସବୁବେଳେ ଅସ୍ଥିର ଥିଲା ନା, ତ ମୁଁ ଜାଣିପାରିଲିନି ଭେଙ୍କଟ ସାରଙ୍କର ସହିତ ଯୋଉ କଥାବାର୍ତ୍ତା ଆଉ ତାଙ୍କର ଯୋଉ କୋର୍ସର ଯୋଉ ପାଠ୍ୟକ୍ରମ ଯୋଉ କଲି, ତା ଭିତରେ କେତେବେଳେ ମନଟା ଶାନ୍ତ ହେଇଗଲା ମୁଁ ବି ଜାଣିପାରିଲିନି। ମନ ପୁରା ଅସ୍ଥିରରୁ ସ୍ଥିର ଗତିକି ପଳେଇ ଆସିଲା। ଆଉ ଏମିତି ଲାଗିଲା ଯେମିତି ମୁଁ ଗୋଟେ ଅଲଗା ଦୁନିଆରେ ବଞ୍ଚୁଛି। ସବୁବେଳେ ଯୋଉ ଷ୍ଟ୍ରେସ୍ ଥିଲା, ସେ ଷ୍ଟ୍ରେସଟା କେତେବେଳେ କେମିତି ଚାଲି ଯାଇଛି ମୁଁ ଜାଣିପାରୁନି। ଆଉ ଏବେ ବହୁତ ଖୁସିରେ ଅଛି, ବହୁତ ମନ ଶାନ୍ତ ଅଛି। ଯୋଉ ଇଏମଆଇ ଦେଇ ପାରୁନଥିଲି ବି ମୁଁ ସେଇ ଇଏମଆଇ କି ଦେଇପାରିଲି। ଏଇ କୋର୍ସ ଫଳରେ ବହୁତ ପରିବର୍ତ୍ତନ ଆସିଗଲା। ମୁଁ ବି ଚାହୁଁଛି ଅନ୍ୟମାନେ ମଧ୍ୟ ଏଇ ପରିବର୍ତ୍ତନର ଗୋଟେ ପାର୍ଟ ବନନ୍ତୁ। ତ ଅନ୍ୟମାନେ ମଧ୍ୟ ସାରଙ୍କର ଏଇ କୋର୍ସ କରନ୍ତୁ, ସାରଙ୍କ ୱେବିନାର ବସନ୍ତୁ, ଯାହା ଫଳରେ କି ଗୋଟେ ମ୍ୟାଜିକ କରିପାରିବେ ଆପଣ ଜୀବନରେ। କହିବାକୁ ଗଲେ ଆପଣଙ୍କର ଯୋଉ କଷ୍ଟମୟ ଜୀବନକୁ ଆପଣ ବହୁତ ସରଳ କରିପାରିବେ, ବହୁତ ସୁନ୍ଦର କରିପାରିବେ। ଯୋଉ ସମସ୍ୟା ଆପଣଙ୍କ ମଧ୍ୟରେ ଅଛି, ସେ ସମସ୍ୟାରୁ ଆପଣ ବି ବହୁତ ସହଜରେ ଗୋଟେ ଚୁଟକି ମାଧ୍ୟମରେ ଆପଣ ସେ ସଲ୍ଭ କରିପାରିବେ। ଆପଣଙ୍କର ପରିବାର ମଧ୍ୟ ବହୁତ ଭଲରେ ଗତି କରିବ, ବହୁତ ଶାନ୍ତ ଜୀବନ ଯାପନ କରିବେ। ଆଉ ଆପଣଙ୍କୁ ଏମିତି ଲାଗିବ ଯେ ମୁଁ ଯାହା ହଉ ଏ କୋର୍ସ କଲି, ଆଜି ଏତେ ପରିବର୍ତ୍ତନ କରିପାରିଛି। ଆପଣ ନିଜର ପରିବର୍ତ୍ତନ କରିବା ସହିତ ଆପଣଙ୍କ ପରିବାରର ପରିବର୍ତ୍ତନ କରିପାରିବେ, ଆପଣ ସାଙ୍ଗସାଥି ମାନଙ୍କର ପରିବର୍ତ୍ତନ କରିପାରିବେ। ଦେଖିବେ ଆପଣଙ୍କର ଜୀବନ କେତେ ସହଜ ଓ ସୁନ୍ଦର ହେଇଯିବ। ତ ସମସ୍ତଙ୍କୁ ମୁଁ ଏତିକି କହିବି, ଆପଣ ଆସନ୍ତୁ, ଏ କୋର୍ସ କରନ୍ତୁ, ଆଉ ଏ କୋର୍ସ କରିକି ଆପଣଙ୍କ ଜୀବନ ମଧ୍ୟ ପରିବର୍ତ୍ତନ କରିକି ମ୍ୟାଜିକ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସାର୍। ଆପଣଙ୍କ ଏଇ ଯୋଉ ଟ୍ରେନିଂ ମାଧ୍ୟମରେ ମୁଁ ଆଜି ପରିବର୍ତ୍ତନ କରିପାରିଲି, ପରିବର୍ତ୍ତନ ହେଇପାରିଛି। ଆପଣଙ୍କୁ ଧନ୍ୟବାଦ। ଆଉ ଆପଣଙ୍କ ଆଶୀର୍ବାଦ ମୋ ଉପରେ ଥାଉ। ଆଉ ଆପଣ ସବୁବେଳେ ମୋ ହାତ ଧରି ମତେ ଠିକ ବାଟରେ ନେଇକି ଚାଲନ୍ତୁ। ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ ଭେରି ମଚ୍ ସାର୍।